ओम रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरं गुणनिधिं विप्रप्रियधार्मिकं राजेन्द्रं सत्यसन्धं दशरथतनयं श्यामलं शान्तमूर्ते वन्दे लोकाभिरामं रघुकुलतिलकं राघवं रावणहरे। श्री मर्यादा पुरुष रामचंद्र की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, जनक नंदिनी सीता देवी की जय, संकट मोचन हनुमान जी की जय, श्री अशरण शरण प्रभु सच्चिदानंद भगवान की जय। मोर प्रिय श्रोता बंधु आपण मानक नमस्कार करी आरंभ करने को जाऊँ ये धारावाहिक संपूर्ण रामायण कथा। जाओ मोर प्रिय श्रोता बंधु मैंने टिके वाल्मीकि रामायण को बेसी देखुं, तेणु आपण मैंने आज शुणवे वाल्मीकि रामायण जो आम छाड़ी सेठू आरंभ करवा। पुणी जितेबाला मोर श्रोता बंधु मानकर आग्रह आठू कमिज पुणी तुलसी महाराज रामायण कथा चलो। सही मर्यादा पुरुष रामचंद्र की जय, जंकड़वासिनी माँ शारदा को जय, यूट्यूब कर्मकर्ता मान को जय। मोर श्रोता बंधु मान को नमस्कार करी एबे सेठू आरंभ करवा। आज आपण मैंने शुणवे कुंभ पक्षी आश्चर्य कथा। मंत्री सुमंत्र बहुत रागी कई कहले, मो जीवन रे तुम भली नारी नेत्र रे ए पर्यंत देखी नहीं। सूर्य वंश तुम्हें कलंक लगाईदेल। इंद्रतुल्य दशरथ राजा तांको तुम्हें शोक समुद्र भसाईदेल। एणु मो विचार कहूँ तुम्हें गोटे कूल कलंकिनी, स्वामी प्राण विघातिनी, वंशनाशिनी। ये इक्ष्वाकु वंश जेते राजा थिले ज्येष्ठ पुत्र हाथ में समस्ते राज्यभार दे आसुंच। तुम ठारू से नियम प्रतिक्रम हो गला। आज यदि अयोध्या राम राजा नहेब आमे समग्र राज्यवासी राज्य छाड़ी राम सांगरे जीवु। ए निर्जन राज्य रे भरत राजा हो, तुम्हें राजमाता होई निश्चिंत रुह। तुम्हें माँ का गुण नहीं कि जन्म होइच, समस्त भी अन्य माने भी माँ का गुण नहीं कि कन्या जन्म होती। मु तुम मातांकर रीति सब जानी। तुम्हें भल केमिति हेब? तुम माता तांका स्वभाव विषय कि कहूँ शुण। दिने जाने ब्राह्मण निज इच्छा तुम बापा कैकेयीक पाखरे आसिक पहुँचले। तुम बापा बहुत तांको सम्मान कले। तुम बापा को जाचिकी गोटे वर देले, तांकर खुशी है। तुम्हें पशु पक्षींकर कथा बुझीपार, किंतु ये कथा क्या आगे प्रकाश करिव नहीं। एति कही ब्राह्मण निज घर को चलीगले। किछि दिन पर कैकेयी राजा अंतपुर रे बहुत खुशी रे शोइथिले। राणी भी तांको सहित शोइथिले। तुम माता
ଶୁଣିଲ ତ ତାଙ୍କ ପାଖରେ ଶୋଇଥିଲେ। ଭଲକି ମନେ ରଖ, ତୁମେ ତ ଜାଣିଛ ତୁମ ଘରେ କୁମ୍ଭ ପକ୍ଷୀ ବସା କରିଥିଲେ। ସେତେବେଳେ ସମୟ ହେଲା ରାତି 1:30। କୁମ୍ଭ ପକ୍ଷୀଟି ଜୋରରେ ଉଡ଼ିଗଲା। ସେହି ସମୟରେ ପକ୍ଷୀର ପତ୍ନୀ, ତାକୁ ତ ପକ୍ଷିଣୀ କୁହାଯାଏ, ସେ କହିଲା, ନାଥ, ରାଜାରାଣୀ ପଲଙ୍କରେ ଶୋଇଛନ୍ତି, ଏ ସମୟରେ ଉଡ଼ିବା ଉଚିତ ନୁହେଁ। ରାଜାରାଣୀଙ୍କର ନିଦ୍ରା ଭାଙ୍ଗିଯିବନି। ରାଗିକି ଯଦି ଆମ ବସା ଭାଙ୍ଗି ଘରୁ ଆମକୁ ତଡ଼ିଦେବେ, ଆମେ କେଉଁଠି ରହିବା? କୁମ୍ଭ ପକ୍ଷୀ କହିଲା, ତୁମେ କାହିଁକି ଭୟ କରୁଛ? ଏ ରାଜାକୁ ମୋର ଟିକିଏ ଡର ନାହିଁ। ଯେବେ ଆମ ବସା ଭାଙ୍ଗିଦେବ, ଆମକୁ ତଡ଼ିଦେବ, ତା'ର ବଂଶ ମୁଁ ବୁଡ଼ାଇଦେବି। ଏକଥା ଶୁଣି ପକ୍ଷିଣୀ ଠୋ ଠୋ ହୋଇକି ହସି ପରିହାସ କରି କହିଲା, ହେ ନାଥ, ଏ ଅସମ୍ଭବ କଥା କେମିତି କହୁଛ? କୁମ୍ଭ ପକ୍ଷୀ କହିଲା, ପ୍ରିୟ, ଏକଥା ଅସମ୍ଭବ ନୁହେଁ, ସମ୍ଭବ। ଶୁଣ, ମୁଁ କହୁଛି। ରାଜାରାଣୀ ଭାତ ଖାଇବା ପାଇଁ ଯେଉଁ ଧାନ ଶୁଖାଇଥିବେ, ସେ ଧାନରେ ମୁଁ ଦେବସ୍ୟ ବ୍ରହ୍ମସ୍ୟ ଧାନ ଆଣି ଥଣ୍ଟରେ ଘିନି ଆସିବି। ସେ ସବୁ ଧାନରେ ମିଶାଇଦେବି। ସେ ଧାନର ଚାଉଳକୁ ଭାତ ରାନ୍ଧି ଖାଇଲେ ବଂଶ ତ ନିଶ୍ଚିତ ଭାବରେ ବୁଡ଼ିବ। ସେତେବେଳେ ରାଜାରାଣୀ ଜାଗ୍ରତ ଅବସ୍ଥାରେ ଥିଲେ, ରାସ ରଙ୍ଗରେ ମାତିଥିଲେ, କାହିଁକିନା ରାତି ଅଧ ସମୟ। ବ୍ରାହ୍ମଣ ତ ରାଜାଙ୍କୁ ବର ଦେଇଥିଲେ, ପଶୁପକ୍ଷୀଙ୍କ କଥା ବୁଝିପାରିବ। କୁମ୍ଭ ପକ୍ଷୀ ଆଉ ପକ୍ଷିଣୀଙ୍କ କଥା ବୁଝିପାରି ରାଜା ହସିଲେ। ରାଣୀ ତ ଚେଇଁଥିଲେ ସେତେବେଳେ। ସେତିକିବେଳେ ତୁମ୍ଭ ମାତା କହିଲେ, ବର୍ତ୍ତମାନ ତ ଆମର ହସ କଥା କିଛି ପଡ଼ିନି, ତୁମେ ହସିଲ କାହିଁକି? କାହିଁକିନା ଏ ପକ୍ଷୀ କଥା ବୁଝିପାରିଛନ୍ତି ତ ରାଜା, ତା'ର କାରଣ କୁହ। କେକୟ ରାଜା କହିଲେ, ପ୍ରିୟ, ମୁଁ ଯଦି ହସିବା କାରଣ ତୁମ୍ଭଙ୍କୁ କହିବି, ତାହେଲେ ସଙ୍ଗେ ସଙ୍ଗେ ମୋର ମରଣ ସୁନିଶ୍ଚିତ। ତୁମ ମାତା ବହୁତ ରାଗିଲେ, କହିଲେ, ମୋତେ ତୁମେ ଉପହାସ କରୁଛ? ତୁମ ହସିବା କାରଣ ଯଦି ଆଜି ନ କହିବ, ତୁମ ଆଗରେ ମୁଁ ଏଇ ସାଙ୍ଗେ ସାଙ୍ଗେ ବିଷ ଖାଇକି ମରିବି। ରାଜା ମନରେ ଭାବିଲେ, ବ୍ରାହ୍ମଣ ତ ମନା କରିଥିଲେ। ଏ କଥା ଚିନ୍ତା କରି ବ୍ରାହ୍ମଣ ପାଖରେ ଯାଇକି ରାଜା ପହଞ୍ଚି ସବୁ କଥା ବୁଝେଇକି କହିଲେ, ଏ କଥା ବହୁତ ଗୁପ୍ତ କଥା, ତୁମେ କହିବା ମାତ୍ରେ ତୁମର ମରଣ ହେବ। ଏକଥା ବ୍ରାହ୍ମଣ କହିଲେ। ତୁମ ପତ୍ନୀ ବିଷ ଖାଉ ବା ରାଜ୍ୟ ଛାଡ଼ିକି ଯାଉ, ତୁମେ ଯଦି କହିବ ମରିବ। ଏଥିରୁ ତୁମେ ଯାହା ବିଚାର କରିବ। ରାଜା ବ୍ରାହ୍ମଣଙ୍କ କତିରୁ ଆସି ରାଣୀକୁ ବହୁତ ବୁଝାଇବା ପରେ କିଛି ଆଉ ଫଳ ହେଲା ନାହିଁ। ପୁଣି ଆହୁରି ରାଣୀ ବହୁତ ରାଗିଲେ। ତୁମ ପିତା, ଏ କଥା ମନ୍ତ୍ରୀ କହୁଛନ୍ତି, ତୁମ ପିତା ତାଙ୍କୁ ପରିତ୍ୟାଗ କଲେ ରାଣୀକି। ମନ୍ତ୍ରୀ କହିଲେ, ତୁମେ ଆଜି ସେହିପରି ରାଜାଙ୍କୁ ଭୁଲେଇ ଫାନ୍ଦରେ ପକାଇ ଅନ୍ୟାୟ କରି ଚାଲିଛ। ମାତା ଗୁଣେ କନ୍ୟା ଆଉ ପିତା ଗୁଣେ ପୁତ୍ର। ଆଗରୁ ମୁଁ ଏ କଥା ଶୁଣିଥିଲି, କିନ୍ତୁ ପ୍ରମାଣ ଏପର୍ଯ୍ୟନ୍ତ ପାଇନଥିଲି। ଆଜି ତୁମେ ପ୍ରମାଣ କରିଦେଲ। ଏ କଥା ସତ ବୋଲି ଏ ପାପ କଥାକୁ ଛାଡ଼, ମୋ କଥାଟି ଟିକେ ଗ୍ରହଣ କର, ମାନ। ବିନୟ ବଚନ କହି ରାଜାଙ୍କର ମନ ଶାନ୍ତ କର। ମନ୍ତ୍ରୀ ଏ କଥା କହୁଛନ୍ତି। ରାଜା ତ ସତ୍ୟବାଦୀ,
ତାଙ୍କ କଥା ଅନ୍ୟଥା ହେବ ନାହିଁ। ପିତା ସତ୍ୟ ମାନି ଯଦି ରାମ ଅରଣ୍ୟକୁ ଯିବେ, ଏଇ ଜଗତର ଲୋକମାନେ ତୁମକୁ ନିନ୍ଦା କରିବେ। ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର ଅଯୋଧ୍ୟାରେ ରାଜା ହୁଅନ୍ତୁ। ତୁମ୍ଭ ପୁତ୍ର ଭରତ ଅଯୋଧ୍ୟାରେ ଯୁବରାଜ ହୁଅନ୍ତୁ। ଦଶରଥ ରାଜା ବାନପ୍ରସ୍ଥ ହୋଇ ଅଯୋଧ୍ୟାରୁ ଯାଆନ୍ତୁ। ଏ ଅଯୋଧ୍ୟାର ରାଜ୍ୟକୁ ସର୍ବରିଷ୍ଟ ଶାନ୍ତି ହେଇଯାଉ। ମନ୍ତ୍ରୀଙ୍କର ହିତ କଥା ଶୁଣି କୈକେୟୀ ମୌନ ହୋଇ ରହିଲେ। କୈକେୟୀ ମୌନ ହେବା ଦେଖି ରାଜା ମନ୍ତ୍ରୀ କହିଲେ, ତମେ ଯାଅ, ରଥ ସଜ କର, ଶୀଘ୍ର ରଥ ସଜ କରି ଆଣ। ମୋ ଭଣ୍ଡାରରେ ଯେତେ ଧନ ଅଛି ସବୁ ଧନ ନେଇକି ତା ଭିତରେ ରଖ। ଅଶ୍ୱ ଗଜ ଚତୁରଙ୍ଗ ବଳ ସମସ୍ତେ ରାମ ସାଙ୍ଗରେ ବଣକୁ ଯାଆନ୍ତୁ। ଆଉ କିଛି ଶକଟରେ ଲଦି ଶଗଡ଼ ଲଦି ମଲ୍ଲମାନେ ସବୁ ଧନ ନେଇ ରାମ ଯେଉଁଠି ରହିବେ ସେଠି ନେଇକି ପହଞ୍ଚେଇବେ। ଆଉ ତାପରେ ବୀର ମହାବୀର ମାନେ ରାମ ସାଙ୍ଗରେ ଯାଆନ୍ତୁ। ଏତିକି କଥା ରାଜାଙ୍କ ମୁଖରୁ ଶୁଣି କୈକେୟୀ ମନରେ ଭୟ କରି ବଦନ ଶୁଖାଇ କହିଲେ, ହେ ରାଜା, ସବୁଧନ ଯଦି ରାମ ସାଙ୍ଗରେ ପଠାଇଦେବ, ଅଯୋଧ୍ୟା ଫଳଶୂନ୍ୟ ଗଛ ଭଳି ହେବ। ମୋ ପୁତ୍ର ରାଜା ହେବ କେମିତି? ରାଜା ବହୁତ ରାଗିକି ଯାଇ କହିଲେ, କ'ଣ କହିଲୁ ଦୁରାଚାରୀ, ଅନିଷ୍ଟକାରିଣୀ, ପ୍ରତି କଥାରେ ବାଧାବିଘ୍ନ ଘଟାଉଛୁ। ମୋତେ ଦୁଇଟି ବର ମାଗିଛୁ। ପ୍ରଥମ ବର 14 ବର୍ଷ ରାମ ବଣକୁ ଯିବ। ଦ୍ୱିତୀୟ ବର ତୋ ପୁତ୍ର ଭରତ ଅଯୋଧ୍ୟାରେ ରାଜା ହେବ। ଧନରତ୍ନ କଥା ତ ତୁ ମାଗିନାହୁଁ। ଧନରତ୍ନର ଅଧିକାର ଭରତର ନାହିଁ। ସବୁ ଧନରତ୍ନ ନେଇ ରାମ ବଣକୁ ଯିବ। କୈକେୟୀ ଏକଥା ଶୁଣି ଆହୁରି ରାଗିକି କହିଲା, ମୁଁ ତୁମକୁ ମାଗିନଥିଲି ଧନଶୂନ୍ୟ ରାଜ୍ୟ। ଏମିତି କ'ଣ କେହି ମାଗେ? ତୁମ୍ଭ ପୂର୍ବବଂଶରେ ସଗ ରାଜା ଥିଲେ। ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା, ତାକୁ ବଣକୁ ସେ ପଠାଇ ଦେଇଥିଲେ। ଯେଉଁ ଅସମଞ୍ଜ ଯେଉଁ ସଗ ରାଜା ଥିଲେ ଜ୍ୟେଷ୍ଠ ପୁତ୍ର, ତାକୁ ତ ଧନ ଦେଇନଥିଲେ। ରାମ ସେଇଭଳି ଖାଲି ଯିବ। ଆଉ ରାଜା କଥା ଶୁଣି ତଳକୁ ମୁଖ ପୋତି ମୌନରେ ରହିଲେ। ମହାପାତ୍ର ମନ୍ତ୍ରୀ ଗୋଟେ ବୁଦ୍ଧିଆ ମନ୍ତ୍ରୀ ପାଖରେ ଥିଲେ। ରାଗି ଯାଇ କହିଲେ, ରାଣୀ, ତୁ ପାଗଳ ହୋଇଗଲ କି? ତମ କଥା ଲୋକ ଶୁଣିକି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁ ଅସମଜ କଥା ତୁମେ କହୁଛ, ସେ ଗୋଟେ ମହାପାପୀ ଥିଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣ ଆଗରୁ ଆପଣ ଏ କଥା ଶୁଣିଥିବେ ବୋଧେ। ସେ ଅସମଜ ଦୈନିକ ନଈ ପାଖକୁ ଯାଏ, ଯେଉଁ ସରଜ ନଦୀ, ସେଠି ଯେଉଁ ସବୁ ପାଖାପାଖିରେ ଯେଉଁ ଖେଳୁଥିବା ପିଲାମାନଙ୍କୁ ଘିନି ଆସିବ। ଗୋଟେ ଗୋଟେ ପିଲାକୁ ଧରିକି ସରଜ ନଦୀରେ ଫୋପାଡ଼ି ଦେଇକି ଠୋ ଠୋ ହୋଇକି ହସିବ। ସେ ଜଳରେ ଭାସିଗଲେ ଆନନ୍ଦରେ ବସିକି ଦେଖିବ। ତା'ର ଏହା ହେଲା ପ୍ରତିଦିନର କାମ। ପ୍ରତିଦିନ ଏମିତି କରେ। ପ୍ରଜାମାନେ ମିଳି ହୋଇ ରାଜାଙ୍କୁ ଜଣାଇଲେ, ହେ ରାଜା, ଯଦି କିଛି ନ ବୁଝିବେ, ଅସମଞ୍ଜ ଡରେ ଆମେ ସମସ୍ତେ ରାଜ୍ୟ ଛାଡ଼ିକି ଯିବୁ। ଆଉ ସଗ ରାଜା ପ୍ରଜାଙ୍କ ବିକଳ ସହି ନ ପାରି ଅସମଞ୍ଜକୁ ବଣକୁ ପଠାଇଦେଲେ। ଶୁଣିଲ ତ ରାଣୀ, ଅସମଞ୍ଜ ପାପ କଥା। ରାମ ପାପ କରିଛି କି କାହାର ଦୋଷ କରିଛି କୁହ? ରାମ ଯଦି ତୁମ ଜାଣିବାରେ କିଛି ଦୋଷ କରିଛନ୍ତି, ତାହେଲେ ବଣକୁ ଯିବେ। ଏଥର କୈକେୟୀ ବୁଦ୍ଧି ଆଉ ଶୂନ ହେଇଗଲା। ଦଶରଥ ରାଜା କୈକେୟୀ କହିଲେ, ପାପିନୀ, ତୋର ଲଜ୍ଜା ଭୟ କିଛି ତୋ ପାଖରେ ନାହିଁ। ତୋ ପୁଅକୁ ରାଜା କରି ରାଜଭୋଗ କର। ମୁଁ ରାମ ସାଙ୍ଗରେ ବଣରେ ଯାଇ ରହିବି। ଆଉ ଦଶରଥଙ୍କ ବିହଳିତ କଥା ଦେଖି ରାମ ଏସବୁ ଦେଖୁଛନ୍ତି। କହିଲେ, ବାପା,
ମୁଁ ବଣରେ ମୁନିବେଶ ଧରି ରହିବି, ଫଳମୂଳ ଖାଇବି, ଧନ ଧାନ୍ୟ ସୈନ୍ୟ ସଖା ମୋର କିଛି ପ୍ରୟୋଜନ ନାହିଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ପୁଣି ଭିଡ଼ିଓ ବଡ଼ ହେଇଯିବ, ଆଜି ଏତିକିରେ ଥାଉ। କେମିତି ଆପଣଙ୍କୁ ଲାଗିଲା ପୁଣି 2 ଦିନ ଦେଖିବା। ଆପଣମାନଙ୍କୁ ନମସ୍କାର କରି ସେହି ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରକୁ, ରାମନାରାୟଣଙ୍କୁ, ସଚ୍ଚିଦାନନ୍ଦ ଭଗବାନଙ୍କୁ ଏତିକି ନିବେଦନ କରିବା ମୋର ଶ୍ରୋତା ବନ୍ଧୁମାନଙ୍କର, ଆଉ ତାଙ୍କ ପରିବାର, ଗୁରୁ ଗୁରୁଜନ, ଏ ଜଗତର ଯେତେ ମନୁଷ୍ୟଠାରୁ କୀଟ ପତଙ୍ଗ ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସେଇ ରାମନାରାୟଣ ସଚ୍ଚିଦାନନ୍ଦ ଭଗବାନ ଭଲରେ ରଖନ୍ତୁ। ଏତିକି କାମନା କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ଆଜି ବିଦାୟ ନେଉଛି। ଆପଣମାନେ ପୁଣି ଯଦି ଦାସ ପ୍ରତି ଅନୁଗ୍ରହ ଥିବ ଆଗାମୀ ଅଧ୍ୟାୟରେ ଆପଣମାନେ ଶୁଣିବେ। ଏତିକି କହି ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ଏତିକି ନିବେଦନ କରୁଛି, ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରୁଥିବେ। ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।